ଆଜି ଆଜି ପୁନର୍ବାର ମାନ୍ୟବର ବିଧାୟକଙ୍କ ତତ୍ତ୍ୱାବଧାନରେ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଶ୍ରୀ ଜଗନ୍ନାଥ ମହୋତ୍ସବ କମିଟି 2026 ସମସ୍ତ ସଭ୍ୟମାନେ ଏଠି ଉପସ୍ଥିତ ଥିଲେ। ବିଧିବଦ୍ଧ ଭାବରେ କୋଉମାନେ କୋଉ ଦାୟିତ୍ୱରେ ରହିବେ ଏବଂ ମହୋତ୍ସବ କିପରି ଭାବରେ ଶାନ୍ତି ଶୃଙ୍ଖଳା ସହିତ ସମାପନ କରାଯିବ ଏବଂ ପ୍ରଭୁ ଜଗନ୍ନାଥଙ୍କର ଯୋଉ କିପରି ଭାବରେ ଏଠି ଜଗନ୍ନାଥମୟ ହବ ଏ ଅଞ୍ଚଳ ଦୀପାଞ୍ଚଳ। ତେଣୁ ଦୀପାଞ୍ଚଳର ଯୋଉ ବୁଦ୍ଧିଜୀବୀ ମାନେ ଅଛନ୍ତି, ଯୋଉମାନେ ଅନୁଷ୍ଠାନ ସହିତ ଜଡ଼ିତ ଅଛନ୍ତି, ସମସ୍ତଙ୍କୁ ନେଇ ଏକ ବୈଠକ ହେଇଥିଲା। ଆମେ ଅନୁଭବ କରୁଛୁ ଏକ ପୂର୍ଣ୍ଣାଙ୍ଗ ବୈଠକ ହେଇଛି। ଆଗାମୀ ମାସରେ ଯୋଉ ଜଗନ୍ନାଥ ମହୋତ୍ସବ ହବ, ନିଶ୍ଚିନ୍ତ ରୂପେ ଆମେ ନିବେଦନ କରୁଛୁ ନିଆଳି ଅଞ୍ଚଳର ଏବଂ ଓଡ଼ିଶାର ପ୍ରତ୍ୟେକ ଜନସାଧାରଣଙ୍କୁ ସମସ୍ତେ ଆସନ୍ତୁ ଏବଂ ଏ ଜଗନ୍ନାଥଙ୍କର ଭାବମୟ ଯୋଉ ଠାକୁର ଏଠି ଯୋଉ ପ୍ରକାର ଭାବରେ ଅନୁଷ୍ଠିତ ହେଉଛି ମହୋତ୍ସବ, ତାର ଭରପୁର ଆନନ୍ଦ ନିଅନ୍ତୁ ଏବଂ ଜଗନ୍ନାଥଙ୍କର ଶରଣାପନ୍ନ ହୁଅନ୍ତୁ ଏବଂ ନିଆଳିକୁ ଏକ ଆଧ୍ୟାତ୍ମିକତା ବାତାବରଣ ସୃଷ୍ଟି କରିବା ପାଇଁ ମାନ୍ୟବର ବିଧାୟକ ଯୋଉ ପ୍ରୟାସ କରୁଛନ୍ତି, ତା ନିଶ୍ଚିତ ରୂପରେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ନିଶ୍ଚିନ୍ତ ରୂପରେ 2026 ଜଗନ୍ନାଥ ମହୋତ୍ସବ ସୁରୁଖୁରୁରେ ହବ, ଆନନ୍ଦତାର ସହିତ ହବ। ଏ ଅଞ୍ଚଳର ସମସ୍ତ ଜନସାଧାରଣଙ୍କର ସାହାଯ୍ୟ ସହାନୁଭୂତି କାମନା କରୁଛୁ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ଏ ଅନୁଷ୍ଠାନ ଏ ଉତ୍ସବ ସୁଖମୟ ହେଉ, ଆନନ୍ଦମୟ ହେଉ ଏବଂ ନିଆଳି ଅଞ୍ଚଳର ସାରା ଓଡ଼ିଶାର ପ୍ରତ୍ୟେକ ଜନସାଧାରଣ ସୁଖ ଶାନ୍ତିରେ ଜୀବନ ଯାପନ କରନ୍ତୁ। ଦେଖନ୍ତୁ, ଏକ ବିକଶିତଶୀଳ ନିଆଳି ଗଠନ କରିବା ପାଇଁ ହେଲେ, ବିକଶିତଶୀଳ ଓଡ଼ିଶା ଗଠନ କରିବା ପାଇଁ ହେଲେ ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଆମର ପ୍ରିୟ ବିଧାୟକ ଯୁବ ବିଧାୟକ ଯୋଉପରି ଭାବରେ ଯୁବକମାନଙ୍କୁ ପ୍ରୋତ୍ସାହନ ଦଉଛନ୍ତି ଏବଂ ଯୁବକମାନଙ୍କୁ ଆଗକୁ ଯିବା ପାଇଁ ଯୋଉ ସାହାଯ୍ୟ କରୁଛନ୍ତି, ତେଣୁକରି କେବଳ ଆଧ୍ୟାତ୍ମିକତା ନୁହେଁ, ସାମାଜିକ କ୍ଷେତ୍ରରେ ମଧ୍ୟ ଯୁବକମାନେ ନିଆଳି ଅଞ୍ଚଳରେ ଆଗୁଆ ଅଛନ୍ତି ଏବଂ ବିଧାୟକ ମଧ୍ୟ ଆହ୍ୱାନ ଦେଉଛନ୍ତି ଯୁବପିଢ଼ି ମାନେ ଆଗକୁ ଆସିଲେ ନିଶ୍ଚିନ୍ତ ରୂପରେ ନିଆଳି ଆଗକୁ ଯିବ। ତେଣୁକରି ପ୍ରତ୍ୟେକ କ୍ଷେତ୍ରରେ ଯୁବକୁ ସେ ପ୍ରାଧାନ୍ୟ ଦେଉଛନ୍ତି। ଆଜି ଦେଖିବେ ବିଶେଷ ଭାବରେ ଯୋଉ ଆଜି ଏଠି ଆମର କମିଟି ଗଠନ କରାଗଲା ଏବଂ ଯୋଉପରି ଭାବରେ ଶାନ୍ତି ଶୃଙ୍ଖଳାରେ କିପରି ଭାବରେ ମହୋତ୍ସବ ସମାପନ କରାଯିବ, ଯୋଉ ବିଧିବଦ୍ଧ ଭାବରେ ପୁଙ୍ଖାନୁପୁଙ୍ଖ ବିଧାୟକ ମାନ୍ୟବର ବିଧାୟକ ଆଲୋଚନା କଲେ, ଯୁବଗୋଷ୍ଠୀଙ୍କୁ ଏଠି ସେ ମାନେ ପ୍ରାଧାନ୍ୟ ଦେଇଛନ୍ତି ଏବଂ ଯୁବକମାନେ ନିଶ୍ଚିନ୍ତ ରୂପରେ ଅନୁଷ୍ଠାନକୁ ଆଗକୁ ନେବେ ଏବଂ ନିଶ୍ଚିନ୍ତ ରୂପେ ନିଆଳିର ଉନ୍ନତି ହେବ ବୋଲି ଆମର ଆଶା ଓ ବିଶ୍ୱାସ। ମାନ୍ୟବର ନିଆଳି ବିଧାୟକଙ୍କ ସୁନ୍ଦର ପରିକଳ୍ପନା ଶ୍ରୀ ଜଗନ୍ନାଥ ମହୋତ୍ସବ 2026। ଏହି ମହୋତ୍ସବ ଫେବୃଆରୀ 12 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମହୋତ୍ସବ ଫେବୃଆରୀ 12ରୁ ଏନ୍କେ ମିଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲରେ ସିଧାସଳଖ ଲାଇଭ୍ ପ୍ରସାରଣ। ଏବେ ଘରେ ବସି ନିଜ ମୋବାଇଲରେ ମହୋତ୍ସବର ଆନନ୍ଦ ଉପଭୋଗ କରନ୍ତୁ। ଆଜିଠାରୁ ଏନ୍କେ ମିଡ଼ିଆ ୟୁଟ୍ୟୁବ୍ ଓ ଫେସବୁକ୍ ପେଜ୍ ଫଲୋ କରନ୍ତୁ।